ନୟାଗଡ଼ ଜଗନ୍ନାଥ ପ୍ରସାଦ କାଦୁଅରେ ପ୍ରସିଦ୍ଧ ଝାମୁ ଯାତ୍ରା। ତାରିଖ 14/4/2024 ପୂର୍ବରୁ ନୟାଗଡ଼ଠାରେ 9 ଦିନ ଧରି ଦଣ୍ଡ ବା ଝାମୁଯାତ୍ରା ଚାଲୁ ରହିଥିଲା। ଓଡ଼ିଶା ପ୍ରସିଦ୍ଧ ଜଗନ୍ନାଥ ପ୍ରସାଦ କାଦୁଅର ଝାମୁଯାତ୍ରା ଦେଖିବାକୁ ଦୂରଦୂରାନ୍ତର ଲୋକ ଆସିଥାନ୍ତି। ଶିବ ଠାକୁରଙ୍କୁ ମନାସ ରଖି ଦଣ୍ଡୁଆମାନେ କାଷ୍ଠ ଉପବାସ ରହି ସନ୍ଧ୍ୟାରେ ପଣା ସାରନ୍ତି। ଗ୍ରାମର ସଭାପତି ବିରଞ୍ଚି ପ୍ରଧାନ ଏବଂ ଗ୍ରାମ୍ୟ କମିଟିର ସହଯୋଗରେ ଦଣ୍ଡଯାତ୍ରା ଚାଲୁ ରହିଥାଏ। ସଦାଶିବ ପ୍ରଧାନ ଦେଉଳ ପରୀକ୍ଷା, ପୁରସ୍ତମ ଖଟେଇ ପାଟ ଭଗତା, କାଳିଆ ବରାଡ଼ ଭୋଗ ଭେଣ୍ଡିଆ, ଇନ୍ଦ୍ରମଣି ବେହେରା ଡଗରା ଭାବେ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଦଣ୍ଡ ନୃତ୍ୟରେ ପରିବେଷଣ କରୁଥିବା କଳାକାରମାନେ ନିଷ୍ଠାର ସହିତ କଳା ପରିବେଷଣ କରିଥିଲେ। କିନ୍ତୁ ମୁଁ ଆଜି ଜିତି ଯାଇଛି ସେ ବିପଦକୁ, ପାଇଛି ଦେବଦେବ ମହାଦେବଙ୍କ କୃପାରୁ ଏକ ପୁତ୍ର ସନ୍ତାନ। ଆଉ ସେ ଖୁସିରେ ହସି ଉଠେ ରାଣୀ ହଂସପୁର। ଭୋକାଲରେ ସନ୍ତୋଷ ପ୍ରଧାନ, ପଠାଣି ପ୍ରଧାନ, ମ୍ୟୁଜିକ୍ରେ ଭୀମସେନ ବେହେରା, ତବଲା ଅର୍ଗାନରେ ଜିତୁ, ଯଦୁ ପ୍ରଧାନ ସହଯୋଗ କରିଥିଲେ। କଳାକାରମାନଙ୍କ ମଧ୍ୟରେ ଶ୍ରୀଧର ସ୍ୱାଇଁ, ନନ୍ଦ ପ୍ରଧାନ, ସୁଧୀର ପ୍ରଧାନ, ଦୁଃଖିଆ ପ୍ରଧାନ, ଜଗନ ଗୁରୁ, ଚନ୍ଦନ ସ୍ୱାଇଁ, ବିଜୁ ପ୍ରଧାନ, ମାନସ ପ୍ରଧାନ, ବାସୁ ପ୍ରଧାନ, ରାଜା ପ୍ରଧାନ, ଅଶୋକ ବିଶ୍ୱାଳ, ବିକାଶ ବରାଡ଼ କଳା ପରିବେଷଣ 9 ଦିନ ଧରି କରିଥିଲେ। ପରିଶେଷରେ ଓହଳ ତପ ଖେଳ, ମେରୁ ନିଆଁଗାଡ଼ ଯାତ୍ରା ହୋଇଥିଲା। ସମସ୍ତ କଳାକାରମାନଙ୍କୁ ପତିତ ସାର୍ ଆଶୀର୍ବାଦ ଦେଇଥିଲେ। ନାରାୟଣ ପ୍ରଧାନଙ୍କ ରିପୋର୍ଟ, କୁସୁମ ଟିଭି।